ମୁଁ ଯାହା ଭରସାରେ ଥିଲି ସିଏ ମୋତେ ଛାଡ଼ିକିନା ପଳେଇଲେ। ଆଜିକା ଦୁନିଆରେ ଗୋଟେ ସ୍ୱାମୀ ନଥିବା ଝିଅ ଉପରେ ଆଙ୍ଗୁଠି ଉଠିବା ବହୁତ ଇଜି। ମୁଁ 3 ରାତି ହେଲାଣି ଶୋଇପାରୁନି, ହାରାସ କରିକିନା ମୋତେ ରଖିଛନ୍ତି। ଆଜ୍ଞା, ଗାଁରେ ଗୋଟେ କଥା ସାଧାରଣତଃ କୁହାଯାଏ ଯେ ବଡ଼ ଘର ବଡ଼ ଗୁମର କଥା। ଏହାର ଅର୍ଥ ହେଉଛି ବଡ଼ ଘରେ ଯେଉଁ ସବୁ କଥାବାର୍ତ୍ତା ହୁଏ ତାହା ଆମମାନଙ୍କ କାନରେ ଆଜ୍ଞା ପଡ଼େ ନାହିଁ। ଏହାର କାରଣ କ'ଣ କହିଲେ? କାରଣ ବଡ଼ ଘର ଯେଉଁ କଥାବାର୍ତ୍ତା ହୁଏ ଯଦି ତାହା ଆମେ ଶୁଣିଦେବୁ ହୁଏତ ତାଙ୍କ ଲଜ୍ଜାରେ ତାଙ୍କ ମୁଣ୍ଡ ତଳକୁ ହେଇଯିବ। କିନ୍ତୁ ଆଜି ଏମିତି ସମୟ ହେଲାଣି ସେଇ ବଡ଼ ଘର ବଡ଼ ଗୁମର କଥା ହାଟରୁ ପଡ଼ି ଦାଣ୍ଡରେ ଗଡ଼ିଲାଣି। ଆଉ ସେଥିରେ ଭରପୁର ହାତ ରହୁଛି କିଛିଟା ବେହିଆ ନ୍ୟୁଜ୍ ବାଲାଙ୍କ ପାଇଁ। ଆଉ ଆପଣମାନେ ତ ଜାଣିଥିବେ ବାପା ଲୋ ବଡ଼ର ହୋସ୍ ପାଇ ବହୁତ ଛୋଟ। ନମସ୍କାର ସାଙ୍ଗମାନେ, ଆଜି ଏକ ଏମିତି ଟପିକ୍ ବିଷୟରେ ଆଲୋଚନା କରିବା ଯାହା ତୁମେ ଅଳ୍ପ ବହୁତ ଜାଣିଥିବ। କାରଣ ଏଠାରେ ଶାଶୁ କହୁଛି ମୁଁ ଠିକ୍, ବୋହୂ କହୁଛି ମୁଁ ଠିକ୍, ନଣନ୍ଦ କହୁଛି ମୁଁ ଠିକ୍। ଶଳାଟି ମୁଁ ଜାଣିପାରୁନି ମୁଁ ଭିଡ଼ିଓ କରୁଛି ମୁଁ ଠିକ୍ କି ନାହିଁ। सामनाକୁ ଆସିଗଲା ପୁରା ଭିଡିଓ ଖୋଲିଗଲା ତୃଷ୍ଣାର ସବୁ ଗୁମର। କାରଣ ମିଡିଆ ବାଲାଙ୍କର କିଛି କାମ ନାହିଁ ଆଜ୍ଞା, ତାଙ୍କର ସବୁ ଟିଆରଏଫ ଚକ୍କରରେ କେବଳ ହେଇଥାନ୍ତା। ଆଉ ମିଡିଆ ବାଲା ତ ଏମିତି ହେଇଗଲାଣି ଯଦି ଗୋଟେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ଭଲରେ ଚାଲୁଥିବ ଶଳା ଆକରି ପାଇଁ ଆଙ୍କ ସମ୍ପର୍କ ହିଁ ଭାଙ୍ଗିଯିବ। କାରଣ ଶ୍ୱଶୁର ଲୋ ମୋ କନିଆ ଫେରେଇ ଦେ। ଆଜ୍ଞା ଖାଲି ତ ସେତିକି ନୁହେଁ, ମୁଁ ଦେଖୁଛି ଏଇଭଳି ନ୍ୟୁଜକୁ ପ୍ରାୟ ସୋସିଆଲ ମିଡିଆରେ ସବୁ ନ୍ୟୁଜ ବାଲା ଫଲୋ କଲେଣି। ଆଜ୍ଞା ତାଙ୍କର ତ ପଇସା ମିଳିଯାଉଛି ନା, ତାଙ୍କର କୌଣସି ଫରକ ପଡିବନି। ତେଣିକି ଗୋଟେ ସ୍ତ୍ରୀ ପାଖରୁ ସ୍ୱାମୀ ଯାଉ କି ଗୋଟେ ମା ପାଖରୁ ତା ପୁଅ ଯାଉ, ଯଦି ମୋ ସ୍ୱାମୀ ଯଦି ଆଜି ଥାନ୍ତେ ମୁଁ ଏସବୁ ଜିନିଷ ସହିନଥାନ୍ତି, ମୁଁ ଚାପି ହେଇକିନା ରହିଯାଇଥାନ୍ତି। କାରଣ ମୋ ପାଖରେ ମୋ ସ୍ୱାମୀ ଅଛନ୍ତି, ମୋତେ କିଛି ଜିନିଷ ଦରକାର ନାହିଁ। ତେବେ ସାଙ୍ଗମାନେ ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ହୁଏତ ଆଜିକା ଭିଡ଼ିଓରେ ଟିକେ କମେଡି କମ୍ ଥାଇପାରେ, କିନ୍ତୁ ମୋ ଅନୁରୋଧ ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ ମୋତେ ବହୁତ ଭଲ ପାଇବା ଦେଉଛନ୍ତି, ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସବସ୍କ୍ରାଇବ୍ କଲେ କୌଣସି ପଇସା ପଡ଼ିବନି, କାରଣ ବହୁତ ପରିଶ୍ରମ କରି ଆପଣମାନଙ୍କ ପାଇଁ ଭିଡ଼ିଓ ବନଉଛି। ତୋର ସ୍ୱାମୀ ପଳେଇଛି, ତୋର ଷ୍ଟାମ୍ପ ଲାଗିଗଲା, ତା ମାନେ ତୁ ଆଉ ଗୋଟେ ବାହା ହେଇପାରିବୁ। ମୋ କୋଳ ପୁରିବ କି ଆଉ? ମତେ କିଏ ପୁଅ ଦବ କି ଆଉ? ଆଜ୍ଞା ଏଠି କମେଣ୍ଟ ବକ୍ସରେ କୁହାଯାଉଛି ଗୋଟେ ମା ତା ପୁଅକୁ ହରିଲା ପରେ ତାର ମନ ଦୁଃଖ ଟୋଟାଲ ନାହିଁ। ଆଜ୍ଞା ଗୋଟେ ମା ତା ପୁଅକୁ ହରେଇବାର ଦୁଃଖ ତମେ କେମିତି ବୁଝିପାରିବ ବା କେମିତି ଜାଣିବ? ଆଜ୍ଞା ଖାଲି ସେତିକି ନୁହେଁ, କେହି କେହି କହୁଛନ୍ତି ତା ମା ଦେଖ ଖାଇ ପିଇ ଫୁଲିଗଲାଣି। ଆଜ୍ଞା ଆପଣଙ୍କ ମାଇଣ୍ଡ ସେଟ୍ କ'ଣ ଏମିତି? ସ୍ୱାମୀଙ୍କର ଡେଥ୍ ପ୍ରଥମ ହେଇଗଲା। ବିନା ସ୍ୱାମୀରେ ବଞ୍ଚିବାର କଷ୍ଟ ସେଟା ଯିଏ ହରେଇଛି ସିଏ ଜାଣିଛି। ସେତିକି କଷ୍ଟ ମୋ ପାଇଁ କି କାଫି ନୁହେଁ। ଆପଣମାନେ ତାପରେ ପରେ ମୋତେ ମୋ ଶାଶୁଘରୁ କାଢିଥିଲେ। ଗୋଟେ ସ୍ତ୍ରୀ ଯଦି ତା ସ୍ୱାମୀକୁ ହରାଏ ଆଜ୍ଞା ତାଠାରୁ ଏ ଦୁନିଆରେ କୌଣସି ବଡ଼ ଦୁଃଖ କିଛି ନାହିଁ। ସେଥିରେ ପୁଣି ଆମେ ମାନେ କ'ଣ କହୁଛୁ, ଆରି ଗୁଣ ପାଇ ତା ସ୍ୱାମୀ ମରିଗଲା, ଇଏ ଝିଅ ଭଲ ନୁହେଁ, ଇଏ ଝିଅ ଏମିତି, ସିଏ ଝିଅ ସେମିତି। କିଭଳି ଆମ ମାଇଣ୍ଡ ସେଟ୍? ଆଉ ଗୋଟେ ଆଲିଗେସନ କ'ଣ ଆସିଥିଲା ଯେ ଶାଶୁ ଶ୍ୱଶୁର ଭଲ ନୁହଁ। ମନେ ରଖ ଆଜ୍ଞା, ଗୋଟେ ହାତରେ କେବେ ଦୁନିଆରେ ତାଳି ବାଜେନି। କୋଉଠି ନା କୋଉଠି ଦୁଇ ଜଣଙ୍କର ଉଭୟ ପଟରୁ ଭୁଲ ଥିବ। ଆଉ ଆପଣ ମାନେ ନ ଜାଣି ଆକୁ ଆସି ଶୋଧିଆ ତାକୁ ଆଜି କହିଆ, ଇଏ କ'ଣ? ଜଣେ ଘରର ବଢିଲା ପୁଅ ହରାଇଛି, ଆଉ ଜଣେ ତା ସ୍ୱାମୀକୁ ହରାଇଛି। ଦୁଇ ଜଣ କୋଉଭଳି ମନ ଦୁଃଖ ଥିବେ ଆପଣ ମାନେ ଜାଣିଛନ୍ତି, କିନ୍ତୁ ଆପଣ ମାନେ ତ କିଛି ବୁଝୁନାହାନ୍ତିନି। ଯିଏ ଯୋଉଠି କହିଲା ସେଇଥିରେ ଭାସିଗଲେ। କମେଣ୍ଟ ବକ୍ସରେ ବିଭିନ୍ନ ପ୍ରକାର ଭାଷାରେ ଲେଖୁଛନ୍ତି। ଗୋଟେ ସାଧାରଣ କଥା କ'ଣ କହିଲେ, ବାହାଘର ପରେ ଗୋଟେ ପୁଅ ବୋହୂ ହୁଅନ୍ତୁ କି ଗୋଟେ ଶାଶୁ ଶ୍ୱଶୁର ହୁଅନ୍ତୁ, ସମସ୍ତଙ୍କ ମାଇଣ୍ଡ ସେଟ୍ ଚେଞ୍ଜ ହେବା ନିହାତି ଦରକାର। ଦରକାର ତ ନୁହେଁ, ଚେଞ୍ଜ କରିବାକୁ ପଡ଼ିବ। କାରଣ ଆମ ଘର ଠିକ ସେ ଚାଲିବ। ଆମେ କହିବା ବୋହୂ ଆଗ କ'ଣ ପାଇଁ ଖାଇଲା, ଆଜ୍ଞା ସେ କାମ କରୁଛି କ'ଣ ସମସ୍ତଙ୍କ ପାଇଁ ଅପେକ୍ଷା କରିଥିବ ସମସ୍ତେ ଖାଇସାରିଲା ପରେ ଖାଇବ? ଶାଶୁ ଶ୍ୱଶୁର ମୋତେ କାହିଁ ଫ୍ରି ଛାଡୁନାହାନ୍ତିନି? ଆବଶ୍ୟକଠାରୁ ଅଧିକ ଭଲ ନୁହେଁ। ଗୋଟେ ଶାଶୁର ବି କର୍ତ୍ତବ୍ୟ ହେଉଛି ବୋହୂ ଯେତେବେଳେ ଆବଶ୍ୟକଠାରୁ ଅଧିକ ଫ୍ରି ହେଇଯିବ ତାକୁ ଆକଟ କରି ନିଜ ଢଙ୍ଗରେ ରଖିବ। ଆଉ ଘରର ମୂଳ ଦିଆ ହେଉଛି ମନେ ରଖିଥିବ ଶ୍ୱଶୁର। ଶ୍ୱଶୁର ଯଦି ଠିକ ଥିବ ସେ ଘର କେବେ ଭାଙ୍ଗେନି। ଆଉ ଘରର ଶାଶୁ ସମସ୍ତଙ୍କୁ ନେଇ ଚଳେଇବା ଉଚିତ। ସେସବୁ ଗୋଟେ କଥା, ସ୍ୱାମୀ ଚାଲିଗଲେ ଗୋଟେ ଝିଅ ନା ସେ ଶାଶୁ ଘର ହୁଏ ନା ତା ବାପ ଘର ହୁଏ। ଆଜ୍ଞା ସେ ସେଇଥିପାଇଁ ତ କୁହାଯାଏ ଦୁହିତା ଦୁଇ କୂଳ ଭିତା, ସେ କାହାର ବି ହେଇନଥାଏ। ତେଣୁକରି ମୋ ଅନୁରୋଧ, ପ୍ରତ୍ୟେକ ଝିଅ ସ୍ୱାବଲମ୍ବୀ ହେବା ଉଚିତ, ତାହେଲେ ଯାଇ ଦେଶ ଠିକ ଚଳିବ। ଆଉ ଆପଣମାନଙ୍କୁ ମୋର ଅନୁରୋଧ, ବିଭିନ୍ନ ପ୍ରକାର ବିଭ୍ରାନ୍ତିକର ନ୍ୟୁଜ ପଛରେ ପଡ଼ନ୍ତୁ ନାହିଁ। କୌଣସି କଥାର ସତ୍ୟତା ନ ଜାଣି କମେଣ୍ଟ ବକ୍ସରେ ଇଆଡୁ ସିଆଡୁ ଲେଖନ୍ତୁନି। ଆଜ୍ଞା କାହା ପରିବାର ପରେ କ'ଣ କେମିତି ବିତୁଥିବ ଆପଣ ସେ କଥା ଜାଣିନାହାନ୍ତି। ତେବେ ଆପଣଙ୍କ ପରିବାରକୁ ଜଗନ୍ନାଥ ମଙ୍ଗଳ ରଖନ୍ତୁ। ଆଉ ଯଦି ମୋ ଭିଡ଼ିଓ ଭଲ ଲାଗୁଥାଏ ଆପଣମାନେ ସବସ୍କ୍ରାଇବ୍ କରନ୍ତୁ।
କାରଣ ବହୁତ ପରିଶ୍ରମ କରି ଭିଡ଼ିଓ ବନାଉଛି। ନମସ୍କାର, ଜୟ ଜଗନ୍ନାଥ।